ରନ୍ଧନ ଗ୍ୟାସର ଅଭାବ ଓଡ଼ିଶାରେ ନାହିଁ। ସଫିସିଏଣ୍ଟ ରନ୍ଧନ ଗ୍ୟାସ୍ ଅଛି, କୌଣସି ପ୍ୟାନିକ ହେବା ଆବଶ୍ୟକତା ନାହିଁ। ଏଇ ଯୋଉ ସିଚୁଏସନକୁ କିଛି ଲୋକ ଭାବୁଛନ୍ତି ଯେ ଗୋଟେ ଏମର୍ଜେନ୍ସି ଆସିଗଲା, ଘରେ 2ଟା 3ଟା 4ଟା ଗ୍ୟାସ୍ ଥାଉ, ସେମିତି କରନ୍ତୁ ନାହିଁ। ଯେତିକି ଆବଶ୍ୟକ ସେତିକି ଅର୍ଡର ଦିଅନ୍ତୁ, କାହିଁକି ଏଇଟା ସଫିସିଏଣ୍ଟ ଗ୍ୟାସ୍ ଅଛି। କାଲି ରାଜ୍ୟର ଯେତେ ଗୁଡ଼ିଏ କମ୍ପାନୀ IOCL, BPCL, HPCL ସମସ୍ତଙ୍କୁ ଡକା ହେଇଥିଲା, ସମସ୍ତଙ୍କ ଡାଟା ବି ନିଆଗଲା, ସମସ୍ତଙ୍କ ପାଇଁ ସଫିସିଏଣ୍ଟ ଗ୍ୟାସ୍ ଅଛି। ଆଉ ବଡ଼ କଥା ହେଲା ଆମର ପାରାଦୀପରେ ରିଫାଇନାରୀ ଅଛି, ଏଠି ପାଇପଲାଇନରେ ମଧ୍ୟ ଗ୍ୟାସ୍ ଆସୁଛି, ଗ୍ୟାସର ଅଭାବ ଜମା ହେବନି। ତେଣୁ ଏଇ ଯୋଉ ଯୁଦ୍ଧ ମିଡିଲ ଇଷ୍ଟରେ ଯୋଉ ଯୁଦ୍ଧ ଲାଗିଛି ସେଇଟାର ପ୍ରଭାବ ଅବଶ୍ୟ ଲୋକମାନଙ୍କ ମନ ଉପରେ ପଡ଼ିଛି, କିନ୍ତୁ ତା ଦ୍ୱାରା ମାନେ ବେଶୀ ଗୁଡ଼େ ପାନିକ ହେଇକି ଆମେ ଗୁଡ଼ାଏ ଜିନିଷ ପତ୍ର ଘରେ ନେଇକି ଥୋଇବା ସେ ଆବଶ୍ୟକ ନାହିଁ। କାରଣ ତାର ପ୍ରଭାବ ଭାରତବର୍ଷ ଭିତରେ ଉପରେ ତାର ବିଶେଷ କରି ଓଡ଼ିଶା ଉପରେ ଆଦୌ ପଡ଼ିବ ନାହିଁ। କାଲି ସେଇଟା ନିର୍ଦ୍ଦେଶନା ଦେଇଛି। ଆମେ କ୍ଲୋଜ ୱାଚ୍ ରଖିଛୁ, ଯୋଉମାନେ ଗ୍ୟାସ୍ ଥାଇକି ଗ୍ୟାସ୍ ନାହିଁ କରୁଛନ୍ତି ତାଙ୍କ ଉପରେ ଆକ୍ସନ ନିଆଯିବ, ଯୋଉମାନେ କଳା ବଜାରୀ କରୁଛନ୍ତି ତାଙ୍କ ଉପରେ ରିଆକ୍ସନ ନିଆଯିବ। ଅଲରେଡି ଆମର ଅଫିସର୍ସ ମାନେ ଆଲର୍ଟ ଅଛନ୍ତି, କୌଣସି ବି କମ୍ପ୍ଲେନ୍ ଆସିବ ଆମେ ତୁରନ୍ତ